ଆପଣମାନେ ତ ସମସ୍ତେ ଜାଣିଛନ୍ତି ପ୍ରଭୁ ଶ୍ରୀ ଗଣେଶଙ୍କର ହାତୀ ମୁଣ୍ଡ ଲାଗିଛି, ହେଲେ ପ୍ରଭୁ ଶ୍ରୀ ଗଣେଶଙ୍କ ମୁଣ୍ଡ କଟିଲା ପରେ ତାଙ୍କ ମନୁଷ୍ୟ ମୁଣ୍ଡ କୋଉଠି ରହିଲା? ତାର ପଛର ରହସ୍ୟ କଣ? ଯେତେବେଳେ ମାତା ପାର୍ବତୀ ସ୍ନାନ କରୁଥିଲେ, ସେଇ ସ୍ନାନ କରୁଥିବା ସମୟରେ ହିଁ ସେ ତାଙ୍କ ହଳଦୀରୁ ଗୋଟେ ପୁତୁଲା ବା ଗୋଟେ କଣ୍ଢେଇ ନିର୍ମାଣ କରିଥିଲେ, ଆଉ ସେଇ କଣ୍ଢେଇରେ ହିଁ ପ୍ରାଣଦାନ ଦେଇକିରି ପ୍ରଭୁ ଶ୍ରୀ ଗଣେଶଙ୍କୁ ଆବିର୍ଭାବ କରିଥିଲେ, ଆଉ ସେଇଠୁ ହେଇଥିଲା ପ୍ରଭୁ ଶ୍ରୀ ଗଣେଶଙ୍କର ଜନ୍ମ। ତାପରେ ମାତା ପାର୍ବତୀ ଯେତେବେଳେ ସ୍ନାନ କରିବାକୁ ପଳେଇଲେ, ପ୍ରଭୁ ଶ୍ରୀ ଗଣେଶଙ୍କୁ ଦ୍ୱାର ପାଖରେ ଜଗେଇ ଦେଇ ଯାଇଥିଲେ ଯେ ଭିତରକୁ କେହି ପ୍ରବେଶ ନ କରିପାରନ୍ତି। ଯେତେବେଳେ ମହାଦେବ ଆସି ପହଞ୍ଚିଲେ, ପ୍ରଭୁ ଶ୍ରୀ ଗଣେଶ ମହାଦେବଙ୍କୁ ମଧ୍ୟ ଭିତରକୁ ଛାଡ଼ିଲେ ନାହିଁ, ଯାହାଫଳରେ କି ମହାଦେବ ପ୍ରଭୁ ଶ୍ରୀ ଗଣେଶଙ୍କର ମୁଣ୍ଡ ଛେଦନ କରିଥିଲେ। ଯାହାଫଳରେ କି ମାତା ପାର୍ବତୀ ଯେତେବେଳେ ସ୍ନାନ କରି ଆସନ୍ତି, ଦେଖନ୍ତି ତାଙ୍କ ଉଗ୍ର ରୂପ ଧାରଣ କରନ୍ତି ଯେ ମୋ ପୁତ୍ରକୁ ମୋତେ ଫେରେଇ ଦିଅ, ନହେଲେ ମୁଁ ଏ ସଂସାର ନଷ୍ଟ କରିଦେବି। ଯାହାଫଳରେ କି ମହାଦେବ ଗୋଟେ ହାତୀ ମୁଣ୍ଡ ଲଗେଇ ଦିଅନ୍ତି ଆଣି ପ୍ରଭୁ ଶ୍ରୀ ଗଣେଶଙ୍କ ଦେହରେ। ତାପରେ ପ୍ରଭୁ ଶ୍ରୀ ଗଣେଶଙ୍କ ମୁଣ୍ଡକୁ ନେଇ ମହାଦେବ ପାତାଲ ଭୁବନେଶ୍ୱରୀ ଗୁମ୍ଫାରେ ନେଇ ଉତ୍ତରାଖଣ୍ଡରେ ରଖିଦିଅନ୍ତି, ଯିଏ ଭୂମି ଠାରୁ 90 ଫୁଟ ଦୂରରେ। ଆଉ ଏ କଳିଯୁଗରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ତାର ଠାବ କରିଛନ୍ତି। ଏବେ ବି ପ୍ରଭୁ ଶ୍ରୀ ଗଣେଶଙ୍କ ମୁଣ୍ଡ ପାତାଲ ଭୁବନେଶ୍ୱରୀ ଗୁମ୍ଫାରେ ଅଛି ମୂର୍ତ୍ତି ରୂପେ, ଆଉ ସେ ମୁଣ୍ଡ ଉପରେ ଗୋଟେ ବ୍ରହ୍ମ କମଳରୁ ପାଣି ସଦା ସର୍ବଦା ଝରି ରହୁଥିବ। ଗର୍ବର ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ଶ୍ରୀ ଗଣେଶ ହର ହର ମହାଦେବ ଲେଖି